ଆକା ମା ବଇ ପାନ ଗୁଆ ଥୋଇ ବର୍ଷକ ଧର୍ମ ତୋର ମାସକ ଧର୍ମ ମୋର। ସମସ୍ତେ ତ ଏଇ କଥା କହୁଥିବେ, ମୁଁ ଟିକେ କହିଦେଲି ଆଉ। ତ ଆମେ ଯାଇକି ଫାଷ୍ଟ ଡଙ୍ଗାକୁ ପୂଜା କରିଦେଲୁ, ଯେମିତିକି ଧୂପ ଦୀପ ଫୁଲ ଚନ୍ଦନ ଆଉ ମେନ୍ ହଉଛି ତାର ଗୁଆ ଆଉ ପାନ। ତ ଦେଇ ଦେଇକି ଆଗେ ତାକୁ ପୂଜା ଅର୍ଚ୍ଚନା କରିଦେଲୁ। ଯେହେତୁ ଭୋଗ ଦିଆ ହେଇଥିଲା ପାଣି ଟିକେ ଛଡେଇ ଦେଇକି ଡଙ୍ଗା ଭସେଇ ଦେଲୁ। ଆଉ ଭସେଇଲା ବେଳେ ମୁଁ ଆଉ ଥରେ କହୁଛି ଆକା ମା ବଇ ପାନ ଗୁଆ ଥୋଇ ବର୍ଷକ ଧର୍ମ ତୋର ମାସକ ଧର୍ମ ମୋର। ପ୍ରଭୁ ମୁଁ ବର୍ଷ ସାରା ତ ଏଇ ମାନେ ଧର୍ମ କରିପାରୁନି, ଯେହେତୁ ସବୁବେଳେ ସାଂସାରିକରେ ରହିଲି, ଏସବୁ ମାନେ ଚାଲିଛି, ସବୁବେଳେ କରି ହବନି। ତ ଆମେ ଏଇ ମାସଟିକି ପ୍ରଭୁ କରୁଛୁ, ଧର୍ମର ମାସ। ଆମେ ଯାହା ବି ଯେତିକି ବି ଜାଣିଛୁ ପ୍ରଭୁ କରିଛୁ, ଆମକୁ କ୍ଷମା କରିଦବ ଯଦି ଭୁଲ ହେଇଥିବ କିଛି। ତ ଏହା କହିକି ଭସାଯାଏ। ତାପରେ ଏତିକି ବି କୁହାଯିବ ଯେ ପ୍ରଭୁ ଯେତେ ଦୁଃଖ କଷ୍ଟ ଏଇ ବର୍ଷ ମାନେ ଯାହା ବି ଅଛି ଆମର ସବୁ ପ୍ରଭୁ ଏମିତି ଭସେଇ ନିଅ। ଆଉ ଏଇ ବର୍ଷଟି କେମିତି ସୁଖ ସମୃଦ୍ଧିରେ ଯିବ ପ୍ରଭୁ ଆଶୀର୍ବାଦ କର। ଏତିକି କହିକି ଆମେ ଭସେଇ ଦେଇକି ପଳେଇ ଆସିଲୁ। ଆଉ ଏଇଠି ଆମର ଗୋଟେ ଛୋଟ ତୁଠଟେ ଥିଲା, ହେଲେ ବହୁତ ଲୋକ ଥିଲେ। ଆଉ ସେପଟେ ଅଲଗା ବହୁତ ସାରା ତୁଠ ଅଛି, କିନ୍ତୁ ସେଠି ବହୁତ ଭିଡ଼। ତ ଆମେ ଏଠି ଛୋଟ ତୁଠଟାରେ ଭସେଇ ଦେଲୁ ପୁରା ଶାନ୍ତିରେ। ତାପରେ ବାହାରକୁ ଆସିଲୁ, ବାଲୁକା ପୂଜା କରୁଥିଲେ ସମସ୍ତେ। ତ ମୁଁ ଯାଇକି ଟିକେ ନମସ୍କାରଟେ ପକେଇଦେଲି, କାହିଁକିନା ବାଲୁକା ପୂଜା ଆଜି କରାଯାଏ। ଯାହା ହଉ ବହୁତ ବଢ଼ିଆ ଲାଗିଲା, ଦେଖିପାରୁଥିବେ।